ବିଷ୍ଣୁପ୍ରିୟା ପ୍ରଧାନ। ମୁଁ ଦେଉଳସାହି ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଛି ପଞ୍ଚମ ଶ୍ରେଣୀ। ଜାତି ଯନ୍ତ୍ର ମାନବ। ଆମେରିକାର ଡେଟନ୍ ସହର। ଆମେ ଭାରତରୁ ଯାଇଥିବା କେତେକ ସାମ୍ବାଦିକ ବନ୍ଧୁ ସେହି ସହରର ଗୋଟିଏ ଟେଲିଭିଜନ କେନ୍ଦ୍ର ବୁଲି ଦେଖୁଥାଉ। ଆମ ସାଙ୍ଗରେ ଥାଆନ୍ତି କେନ୍ଦ୍ରର ନିର୍ଦ୍ଦେଶକ ମିଷ୍ଟର ପାର୍କର। ସେ ତାଙ୍କ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆମକୁ ବୁଝାଉଥାନ୍ତି। ଆମେ ଦେଖିଲୁ କିଛି ଦୂରରେ ଗୋଟିଏ କୋଠରୀ ମଧ୍ୟରେ ଚୌକି ଉପରେ ବସି ଜଣେ ମହିଳା ସେଦିନର କାର୍ଯ୍ୟକ୍ରମ ପ୍ରସାରଣ କରୁଥାନ୍ତି। ମଳୟ ନାୟକ ସୁଦକ୍ଷ ମହିଳା କର୍ମଚାରୀଙ୍କ କଥା ଶୁଣି ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଆମେ ଆଗ୍ରହୀ ହୋଇପଡ଼ିଲୁ। ତାପରେ ମି ପାର୍କର କହିଲା, ଆପଣ ଯାଆନ୍ତୁ, ତାଙ୍କ ସେହି ହାତ ମିଳାନ୍ତୁ। ସେ ଖୁବ୍ ଭଦ୍ର ଓ ମାର୍ଜିତା। ମୋ ନାଁ ସୁସ୍ମିତା ସାହୁ। ମୁଁ ସରକାରୀ ପ୍ରାଥମିକ ଦେଉଳସାହିରେ ପାଠ ପଢ଼େ। ମୁଁ ପଞ୍ଚମ ଶ୍ରେଣୀ ଛାତ୍ରୀ। ଏଭଳି ଜଣେ ସୁଦକ୍ଷା ମହିଳା କର୍ମଚାରୀଙ୍କ କଥା ଶୁଣି ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଆମେ ଆଗ୍ରହୀ ହୋଇପଡ଼ିଲୁ। ତାପରେ ମିଷ୍ଟର ପାର୍କର କହିଲେ, ତାଙ୍କୁ ତାଙ୍କ ସହିତ ହାତ ମିଳାନ୍ତୁ। ସେ ଖୁବ୍ ଭଦ୍ର ଓ ମାର୍ଜିତା। ଜଣେ ଏପରିଚିତା ମହିଳାଙ୍କ ସହ ହାତ ମିଳାଇବା ଏବଂ ତାଙ୍କ କାମରେ ବ୍ୟାଘାତ ସୃଷ୍ଟି କରିବାକୁ ଆମେ ପ୍ରଥମେ ଟିକିଏ ସଂକୋଚ ଅନୁଭବ କଲୁ। ସାହିଲ ଦାସ, ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଉଳସାହିରେ ପଢ଼େ, ପଞ୍ଚମ ଶ୍ରେଣୀ। ଏହି ରୋବୋଟ ହେଉଛି ଆଧୁନିକ ଯନ୍ତ୍ରଯୁଗର ବିସ୍ମୟ ମଣିଷ। ନିଜେ ଯାହା ସହଜରେ ନାହିଁ ରୋବୋଟ ସେ ସବୁକୁ ଅତି ଅକୁଶଳରେ ଏବଂ ନିଖୁଣ ଭାବରେ କରିପାରେ। ଆମେରିକାର କାରଖାନାରେ ଶହ ରୋବୋଟ ବିଭିନ୍ନ ପ୍ରକାର କାମରେ ଲାଗିଥିବାର ଆମେ ଦେଖିଥିଲୁ। ରୋବୋଟ ସେଠାରେ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ି ମରାମତି କାର୍ଯ୍ୟ କରୁଛି। ମୁଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼େ। ମୁଁ ଚତୁର୍ଥ ଶ୍ରେଣୀ ଛାତ୍ରୀ। ଭାରତର ବୁଲବୁଲ ଝିଅଟି ଥିଲା। କବିତା ଲେଖାରେ ତାର ଭାରି ମନ। କି ଦିନ କି ରାତି ସେ ଏକୁଟିଆ ବସେ। ମନେ ମନେ କ'ଣ ଗୁଣୁଗୁଣୁ ହୋଇ ଖାତାରେ ଲେଖି ପକାଏ। ବେଳ ପାଇଲେ ବାହାରେ ବୁଲି ସୁନ୍ଦର ସୁନ୍ଦର ଫୁଲ, ଚଢ଼େଇ, ଗଛଲତା ସବୁକୁ ଅନେଇ କ'ଣ ଭାବେ ସତେ ଯେପରି ଏମାନେ ତାର ଅତି ଆପଣାର। ଏକଥା ମା'ଙ୍କ ଛଡ଼ା ଅନ୍ୟ କେହି ଜାଣିପାରନ୍ତି ନାହିଁ। ମା' ଝିଅକୁ ଉତ୍ସାହ ଦିଅନ୍ତି। ବାପା କିନ୍ତୁ ଚାହାନ୍ତି ଓଲଟା। ବାପାଙ୍କ ଇଚ୍ଛା ଝିଅ ଅଙ୍କ କଷୁ, ହିସାବ କିତାବ ଭଲ ଜାଣୁ। ଥରେ ବାପା ଝିଅକୁ କେତେ ଖଣ୍ଡ ଅଙ୍କ କଷିବାକୁ ଦେଲେ। ମାତ୍ର ଝିଅଟିର ଅଙ୍କ କଷିବାରେ ମନ ନାହିଁ। ଅଙ୍କ କଷିବା ପାଇଁ ବାଧ୍ୟ କରି ବାପା ତାକୁ ଗୋଟିଏ କୋଠରୀ ଭିତରେ ରଖି ବାହାରୁ କବାଟ କିଳିଦେଲେ। କେତେ ସମୟ ମୁଁ ଚତୁର୍ଥ ଶ୍ରେଣୀର ଛାତ୍ରୀ ଅଟେ। ବାପା ଦେଖ ଆଶ୍ଚର୍ଯ୍ୟ ହୋଇଗଲେ। ମନେ ମନେ କହି ପକାଇଲେ, ବାଃ, କେଡ଼େ ସୁନ୍ଦର କବିତା। ସେ ଭାବିଲେ ତାଙ୍କ ଝିଅ ଭବିଷ୍ୟତରେ ନିଶ୍ଚୟ ଜଣେ ବଡ଼ କବି ହେବ କରି ଏ କବି ଭାରତର ନିଶ୍ଚୟ କରିବ। ମୋ ନାଁ ସତ୍ୟବ୍ରତ ପ୍ରଧାନ। ମୁଁ ଦେଉଳସାହିରେ ପଢ଼େ। ମୁଁ ଚତୁର୍ଥ ଶ୍ରେଣୀ ଛାତ୍ର। ପାଠପଢ଼ା ସହିତ ଝିଅଟିର ମନପ୍ରାଣ ଲାଗି ରହିଲା।
କବିତା ଲେଖାରେ ବଡ଼ ହେଲା ପରେ ସତକୁ ସତ ସାରା ପୃଥିବୀର ନାଁ କଲା। ଏବେ ତାଙ୍କ କବିତା ସ୍କୁଲ କଲେଜରେ ପଢ଼ା ହେଉଛି। ତାଙ୍କ ଲେଖା ପଢ଼ି ଲୋକେ ଆନନ୍ଦ ପାଉଛନ୍ତି। ଏହି ନାରୀ କବିଙ୍କର ଇଂରାଜୀ ଭାଷାରେ ବେଶ୍ ଦକ୍ଷତା ଥିଲା। ସରକାରୀ ପ୍ରାଥମିକ ଦେଉଳସାହି ସ୍କୁଲରେ ମୁଁ ପଢ଼େ। ମୁଁ 4ର୍ଥ ଶ୍ରେଣୀର ଛାତ୍ରୀ। ମୋ ନାଁ ହେଲା ସୁଭଦ୍ରା ବାରିକ। ସରୋଜିନୀ ନାଇଡୁ ଗୋଟିଏ ମଧ୍ୟବିତ୍ତ ମହିଳା ପରିବାରରେ ମୁଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼େ। ମୁଁ 3ୟ ଶ୍ରେଣୀରେ ପଢ଼େ। ବେଶୀ ଦିନର କଥା ନୁହେଁ, ସେତେବେଳେ ବଙ୍ଗଳାରେ ଅକାଳ ମରୁଡ଼ି ପଡ଼ିଥାଏ। ଲୋକ ଭୋକରେ ଆଉଟୁ ପାଉଟୁ ହୋଇ ଏଣେ ତେଣେ ଭିକ ମାଗୁଥାନ୍ତି। ଚାରିଆଡ଼ ଖାଲି ହାହାକାରରେ ପୂର୍ଣ୍ଣ। ସେହି ସମୟରେ ଦିନେ ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବର୍ଦ୍ଧମାନ ସହରର ଏକ ବଜାର ଆଡ଼କୁ ଯାଉଥାନ୍ତି। ସାମନାରେ ଦେଖିଲେ ଗୋଟିଏ ବାଳକ ଚିରାକନା ପିନ୍ଧି ତାଙ୍କରି ଆଡ଼କୁ ଚାଲି ଚାଲି ଆସୁଛି। ନ ଖାଇ ନ ପିଇ ସିଏ ରୋଗିଣା ଦେଖାଯାଉଛି। ପାଖକୁ ଆସି ବିଦ୍ୟାସାଗରଙ୍କୁ ହାତ ଯୋଡ଼ି କହିଲା, ବାବୁ, ମୋତେ ପଇସା ଟିକେ ଦିଅନ୍ତୁ। ବଡ଼ ଧର୍ମ ହବ। ଆପଣଙ୍କର ଆଉ ମୁଁ ମା ଦୁହେଁ ଭୋକରେ ଅଛୁ। ଯଦି ମୁଁ ତୋତେ 4 ପଇସା ଦେବି, ତେବେ ତୁ କ'ଣ କରିବୁ? ବିଦ୍ୟାସାଗର ତାକୁ ଚାହିଁ କହିଲେ। ବାଳକଟି ଉତ୍ତର ଦେଲା, 2 ପଇସାର କିଛି କିଣି ଖାଇବି, ଆଉ 2 ପଇସା ମା'କୁ ଦେବି। ଆଚ୍ଛା, ତୋତେ ଯଦି ମୁଁ 2 ଅଣା ଦିଆଯିବ? ବିଦ୍ୟାସାଗର ପଚାରିଲେ। ବାଳକଟି ଭାବିଲା, ବାବୁ ତାକୁ ଥଟ୍ଟା କରୁଛନ୍ତି। କିଛି ନ କହି ବଡ଼ କରୁଣ ଚାହାଣୀରେ ତାକୁ ଚାହିଁଲା। ବିଦ୍ୟାସାଗର ଆଗେଇ ଯାଇ ତା ହାତ ଧରି ପକାଇଲେ। ଖୁବ୍ ଆଦରରେ କହିଲେ, ଯଦି ପ୍ରକୃତରେ ତୋତେ ମୁଁ 4 ଅଣା ଦେଇଦେବି, ତେବେ ତୁ କ'ଣ କରିବୁ? 4 ଅଣା? ବଡ଼ ଚକିତ ଚାହାଣୀରେ ପିଲାଟି ତାକୁ ଚାହିଁଲା। କିଛି କ୍ଷଣ ପରେ ପୁଣି କ'ଣ ଭାବି କହିଲା, ତାହାହେଲେ ତ ଆମର ବିପଦ ଘୁଞ୍ଚିଯିବ। 2 ଅଣାର ଖାଇବା ଜିନିଷ ନେବି, ଆଉ 2 ଅଣାର ଆମ୍ବ କିଣି ବିକିବି। ସେଥିରେ ମୋର କିଛି ଲାଭ ବାହାରି ପଡ଼ିବ। ବିଦ୍ୟାସାଗର ତାକୁ 1 ଟଙ୍କା ଦେଲେ। ପିଲାଟିର ମନ ଖୁସି ନ ସରେ। ଜୀବନରେ ସେ ସରକାରୀ ପ୍ରାଥମିକ ଦେଉଳସାହିରେ ପଢ଼େ। ମୋର ଶ୍ରେଣୀ 3ୟ କ୍ଲାସ। ବିଦ୍ୟାସାଗର ଯୁବକଟିକୁ ଚାହିଁ ପାରିଲେ ନାହିଁ। ଯୁବକଟି ଆଖିରୁ 2 ଠୋପା ଲୁହ ବାହାରି ଆସିଲା। ସେ ତାଙ୍କୁ ଏହି ସହରରେ କେତେ ବର୍ଷ ତଳେ ଗୋଟିଏ ଟଙ୍କା ଦେଇ ଘଟଣା ମନେ ପକାଇ ଦେଲା। କହିଲା, ଆପଣଙ୍କର ସେହି ପଇସାରେ ମୁଁ ଫଳ କିଣି ବୋଲି ବିକ୍ରି କରୁଛି। ମୁଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଉଳସାହିରେ ପଢ଼େ। ମୁଁ 3ୟ ଶ୍ରେଣୀର ଛାତ୍ର। ଆଜିକୁ ପ୍ରାୟ 1800 ବର୍ଷ ତଳେ କଥା। ଲାଙ୍ଗୁଳା ନରସିଂହଦେବ ନାମରେ ଜଣେ ରାଜା ଓଡ଼ିଶାରେ ରାଜୁତି କରୁଥିଲେ। ସେ ସୂର୍ଯ୍ୟଙ୍କ ପୂଜା ପାଇଁ ସୁନ୍ଦର ମନ୍ଦିରଟିଏ ତୋଳିବାକୁ ଇଚ୍ଛା କଲେ। ରାଜାଙ୍କ ଆଦେଶରେ ସାରା ରାଜ୍ୟର ଅନେକ କାରିଗର ଆସି ଠୁଳ ହେଲେ। ସେମାନଙ୍କ ଭିତରୁ 1200 ଭଲ ଭଲ କାରିଗରଙ୍କୁ ବଛାଗଲା। ଶୁଭମ ନାୟକ। ମୁଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼େ। ମୋ ଶ୍ରେଣୀ 3ୟ। ସାନସିନା ଦାନବ ମହାନ। ସମୁଦ୍ର କୂଳରେ ଚନ୍ଦ୍ରଭାଗା ନଦୀ ମୁହାଣରେ ଏହି ମନ୍ଦିର ତୋଳା ହେଲା। ମନ୍ଦିରଟି ତିଆରି ହେଲା ଗୋଟିଏ
କରି ଦେଉଳସାହି ବିଦ୍ୟାଳୟରେ ପଢ଼େ ତୃତୀୟ ଶ୍ରେଣୀ। ହଉ ପଢ଼। ସବୁ ତ ମୁଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀର ଛାତ୍ର। କ୍ରିକେଟ ଖେଳ ଖରାଦିନ ସରି ଆସୁଥାଏ। ବର୍ଷା ନଥାଏ। ଅସହ୍ୟ ଗରମ। ପର୍ବତ ପାଖ ପଡ଼ିଆରେ ବିଲୁଆ ଓ ଠେକୁଆ ବସିଥିଲେ କ୍ରିକେଟ ଖେଳ ଉପରେ ଆଲୋଚନା କରୁଥିଲେ। ମନ ବଦଳିଲା ଫାଲ୍ଗୁଣ ମାସ, ଭାରି ଖରା, ଫୁଲ ଫଳ ଭରା ବଣ। ଶିକାରୀଟିଏ ଦଂଶ ଧରି ବଣକୁ ବସିଲା, ବୁଲି ବୁଲି ଟପକି ପଡ଼ିଲା। ଶିକାରଟିଏ ପାଇଲା ନାହିଁ, ତାକୁ ଭାରି ଶୋଷ ହେଲା। ଦି ହାତ ଥରଥର ହେଲା, କଣ୍ଟା ଗଛ ତଳେ କଚାଡ଼ି ହୋଇ ପଡ଼ିଲା।